ଲଗାଣ ବର୍ଷାରେ ବେହାଲ କୋଟପାଡ଼ ଅଞ୍ଚଳ ଯାତାୟାତ ଠପ୍। ଇନ୍ଦ୍ରାବତୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳପତନ ବୃଦ୍ଧି ପାଇ ପ୍ରଭାବିତ କୋଟପାଡ଼ ଅଞ୍ଚଳ। କୋଟପାଡ଼ ଠାରୁ ଗୁଆଳି ସଡ଼ରଙ୍ଗା ବଣିଆ ମୁଖ୍ୟ ରାସ୍ତା ପାଣି ଭରିଯିବା ଯୋଗୁଁ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ। ଯାତାୟାତ ଠପ୍। କୋଟପାଡ଼ରେ ବର୍ଷା କମିଥିଲେ ସୁଦ୍ଧା 4 ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖାଦେଇଛି, ଯାହାଫଳରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଶାସନ ତରଫରୁ କୋଟପାଡ଼ କଲ୍ୟାଣ ମଣ୍ଡପଠାରେ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଉଛି। କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ବିଳମ୍ବିତ ରାତିରେ ହଠାତ୍ ପାଣି ମାଡ଼ି ଆସିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ବ୍ଲକ ଓ ତହସିଲ ପ୍ରଶାସନ, ଓଡ୍ରାଫ୍ ଓ କୋଟପାଡ଼ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦେଖନ୍ତୁ କାଲିଠୁ ଯେହେତୁ ଲଗାଣ ବର୍ଷା ଜାରି ରହିଥିଲା ତ ଗୁଡାଏ ଗାଁରେ ଟିକେ ଫ୍ଲାଶ ଫ୍ଲଡ୍ ସିଚୁଏସନ ହେଇଛି ଏବଂ ତା ପାଇଁ ଆମେ ଇଭାକୁଏସନ ବି ଗତକାଲି ରାତି 9:30 ରୁ ଷ୍ଟାର୍ଟ କରିଛୁ। ଫାର୍ଷ୍ଟ ଆମେ ଷ୍ଟାର୍ଟ କଲୁ ଗୁମୁଡା ପଞ୍ଚାୟତର ଶିବନାଗୁଡା ଭିଲେଜରେ, ଯୋଉଠି 28 ପିପଲକୁ ରାତିରେ ଆମେ ଇଭାକୁଏଟ କରିଥିଲୁ। ଦେନ୍ ଟିଲ୍ 6 AM ଟୁଡେ ମର୍ଣ୍ଣିଂ ଯାଏ ଆମେ ବଣିଆ ଭିଲେଜରୁ ଆରାଉଣ୍ଡ 180 ଲୋକଙ୍କୁ ଇଭାକୁଏଟ କରିଛୁ। ତ ଓଭରଅଲ ଆମର ଟିଲ୍ ନାଓ 208 ଅଛନ୍ତି ଇଭାକୁଏସନ ଏବେ କଣ୍ଟିନ୍ୟୁ ଚାଲିଛି। ଓଡ୍ରାଫ୍ ଟିମ୍ ଗୋଟେ ଆସିଛନ୍ତି, ଆମର ବୋଟରେ ଲୋକଙ୍କୁ ଯୋଉମାନେ ପାଣି ଘେରରେ ଅଛନ୍ତି ତାଙ୍କୁ ରେସ୍କ୍ୟୁ କରାହଉଛି ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ଷ୍ଟାଫ୍ ବି ଆମର ଆକ୍ଟିଭ ଅଛନ୍ତି ଫିଲ୍ଡରେ। ଫ୍ଲଡ୍ ମ୍ୟାନେଜମେଣ୍ଟ ପାଇଁ ଆମେ ଯୋଉମାନଙ୍କୁ ଇଭାକୁଏସନ କରିକି ସେଲ୍ଟର ହୋମରେ ରଖିଛୁ ତାଙ୍କୁ ଆମେ ବ୍ରେକଫାଷ୍ଟ ୱିଥ ଫୁଡ ବ୍ୟବସ୍ଥା, ଏବେ ମିଲ୍ସ ବି ପ୍ରିପେୟାର କରାହଉଛି ଲଞ୍ଚ ଟାଇମରେ ସର୍ଭ କରିବା ପାଇଁ। କିଛି ଦୁର୍ଘଟଣା ଘଟିଛି ମ୍ୟାଡାମ? ନାଇଁ ଟିଲ୍ ନାଓ ତ କିଛି କ୍ୟାଜୁଆଲିଟି ନାହିଁ ଆଉ ଆମେ ଆମର ବେଷ୍ଟ ଟ୍ରାଏ କରୁଛୁ ଯେମିତି ଜିରୋ କ୍ୟାଜୁଆଲିଟି ରହିବ, ଲୋକଙ୍କୁ କିଛି ଅସୁବିଧା ନ ହୁଏ। ଆମେ ଗଭର୍ଣ୍ଣମେଣ୍ଟର ଭେହିକିଲ ବି ଆରେଞ୍ଜମେଣ୍ଟ କରୁଛୁ। ଭେହିକିଲ ମାଧ୍ୟମରେ ରାତିଠୁ ଲୋକଙ୍କୁ କଣ୍ଟିନ୍ୟୁଅସଲି ଯେହେତୁ କଟ ଅଫ୍ ହେବାର ଚାନ୍ସେସ୍ ଥିଲା ତ ଆମେ ସବୁ ଜିପିରୁ ଆମେ କୋଟପାଡ଼ ଟାଉନକୁ ଲୋକଙ୍କୁ ସ୍ଥାନାନ୍ତରିତ କରିଛୁ ଆଉ ଏବେ ବି କଣ୍ଟିନ୍ୟୁଏସନ ଜାରି ରହିଛି ତାର। ସାର୍ ଟିକେ ଭୀଷଣ ବର୍ଷା ଯୋଗୁଁ ଅସୁବିଧା ଦେଖନ୍ତୁ। ମୁଁ ବଣିଆ ୟୁପି ସ୍କୁଲର ଟିଚର ସଞ୍ଜୟ ମିଶ୍ର। ଏ ପରଠୁ ଆଉ ସାର୍ ଆଉ 1 କିଲୋମିଟର ହେଲା ସ୍କୁଲଟା ଆଗକୁ ଆଉ ଯାଇ ହଉନାହିଁ, ପୁରା ଟ୍ରାଫିକ ଜାମ୍। ଆଉ ପୋଲିସ ମଧ୍ୟ ଆସିକିନା ରାସ୍ତା ମଧ୍ୟରେ ଗୋଟେ ବାରକାଟ ଦେଇଛନ୍ତି, କିଏ ଯାଆନ୍ତୁ ନାହିଁ ବିପଦ ଅଛି ଆଗକୁ କହୁଛନ୍ତି। ଆଉ ଆମର ହେଚଏମ୍ ଆଉ ଷ୍ଟାଫ ରାତି ଘଣ୍ଟେ ବେଳେ ଯେତେବେଳେ ଫୋନ ଆସିଲା ସେତେବେଳେ ସ୍କୁଲକୁ ଯାଇଥିଲେ, ସିଚୁଏସନ ଦେଖିକିନା ଆସିଛନ୍ତି। ମାନେ ପିଲା ଭିତରକୁ ଆସିବାଟା ଟୋଟାଲ ବିପଦପୂର୍ଣ୍ଣ ସାର୍, ସେମାନେ ବିଲକୁଲ ଆସିପାରିବେ ନାହିଁ। ତେଣୁ ଅଧା ଷ୍ଟାଫ୍ ଅଛନ୍ତି, ଅଧା ଷ୍ଟାଫ୍ ଚେଷ୍ଟା କରୁଛୁ ସ୍କୁଲ ଯିବା ପାଇଁ, ହେଲେ ବି ସାର୍ ଭାବୁଛି ଟିକେ ଅସମ୍ଭବ ଭଳି ମନେ ହଉଛି ମତେ। ଗାଁରେ କେମିତି ସ୍ଥିତି ରହିଛି ସାର୍? ଗାଁ ବାଲା କେମିତି ରହୁଛନ୍ତି? ଖାଦ୍ୟ ଯାଇଥିଲେ? ବର୍ତ୍ତମାନ କେତେ ଜଣଙ୍କୁ ଉଦ୍ଧାର କଲେଣି ମ୍ୟାଡାମ? ଉଦ୍ଧାର ବର୍ତ୍ତମାନ ପର୍ଯ୍ୟନ୍ତ 250 ରହିଲେଣି କଲ୍ୟାଣ ମଣ୍ଡପରେ। ବର୍ତ୍ତମାନ ଗୋଟେ 100 ପାଖାପାଖି ଅଛନ୍ତି। ଗାଁର ବର୍ତ୍ତମାନ ସ୍ଥିତି କେମିତି ଅଛି ମ୍ୟାଡାମ? ବର୍ତ୍ତମାନ ପାଣି ବହୁତ ଜମିକି ଅଛି। ପ୍ରଶାସନ ତରଫରୁ କଣ ପଦକ୍ଷେପ ନିଆଯାଉଛି? ଖାଦ୍ୟ ବ୍ୟବସ୍ଥା? ଖାଦ୍ୟ ବ୍ୟବସ୍ଥା କରାହଉଛି ଆଜ୍ଞା, ଖାଦ୍ୟ ବ୍ୟବସ୍ଥା କରାହଉଛି। ବର୍ତ୍ତମାନ ସେମାନେ କୋଉଠି ନେଇକି ରଖିବେ ମ୍ୟାଡାମ? କଲ୍ୟାଣ ମଣ୍ଡପରେ, କୋଟପାଡ଼ କଲ୍ୟାଣ ମଣ୍ଡପ।